ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ प्रिय श्रोता बंधु प्रभु यीशु ख्रीष्टଙ୍କ धन्यमय नामରେ ଆପଣଙ୍କୁ शुभेच्छा। पवित्र बाइबलର ଜହନ ଲିଖିତ ସୁସମାଚାର 12 ଅଧ୍ୟାୟର 17 ପଦରେ ଆମେ ପାଠ କରୁ। ଆଉ ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକ ସମୂହ ତାହାଙ୍କ ସହିତ ଥିଲେ ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ। ପ୍ରଭୁ ଯୀଶୁ ଲାଜାରଙ୍କୁ ମୃତ୍ୟୁରୁ ଉଠାଇବା ସମୟରେ କେତେକ ଜିହୁଦୀ ସେଠାରେ ଉପସ୍ଥିତ ରହିଥିଲେ। ପୁଣି ସ୍ୱଚକ୍ଷୁରେ ସେ ଆଶ୍ଚର୍ଯ୍ୟ କର୍ମ ଦେଖିଥିଲେ। ଆଉ ଯୀଶୁ ଯେତେବେଳେ ଜେରୁସାଲେମରେ ପ୍ରବେଶ କଲେ ସେତେବେଳେ ଏହି ଜିହୁଦୀମାନେ ସାକ୍ଷ୍ୟ ଦେଇ କହିଲେ ଯେ ଏହି ଯୀଶୁ ହିଁ ମସିହ ଅଟନ୍ତି, ଯାହାଙ୍କ ସମ୍ବନ୍ଧରେ ପୂର୍ବରୁ ଭବିଷ୍ୟତବାଣୀ ମାନ କରାଯାଇଅଛି। ପ୍ରିୟ ବନ୍ଧୁ, ଶୁଭ ସମାଚାରର 700 ଭାଗ ଆପଣଙ୍କ ନିକଟକୁ ଆସିଅଛି, କାରଣ ଆମେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ଜୀବନ ପ୍ରାପ୍ତ ହୋଇଅଛୁ। ପୁଣି ଆମେ ଏହି ଅନନ୍ତ ଜୀବନ ସମ୍ବନ୍ଧରେ ସାକ୍ଷ୍ୟ ଦେଉଅଛୁ। ଆମେ ମଧ୍ୟ ଦିନେ ଆପଣଙ୍କ ଭଳି ପାପ ଅପରାଧରେ ମୃତ ଥିଲୁ। ସେତେବେଳେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବଳିଦାନ ଓ ପୁନରୁତ୍ଥାନ ସମ୍ବନ୍ଧୀୟ ସୁସମାଚାର ଶ୍ରବଣ କଲୁ ଆଉ ତାହାଙ୍କଠାରେ ବିଶ୍ୱାସ କଲୁ। ପାପରୁ ଅନୁତାପ କରି ତାହାଙ୍କୁ ହୃଦୟରେ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲୁ ଏବଂ ପରିତ୍ରାଣ ପ୍ରାପ୍ତ ହେଲୁ। ଆଉ ଏବେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦ୍ୱାରା ଜୀବନରେ ପ୍ରବେଶ କରିଅଛୁ। ପୁଣି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ଅନନ୍ତ ଜୀବନ ଲାଭ କରିବା ଅନୁଭବ ମଧ୍ୟ କରିଅଛୁ। ଆମେ ଯେ ପାପର ଦଣ୍ଡ ଓ ପ୍ରଭାବରୁ ରକ୍ଷା ପାଇଅଛୁ, ଆମେ ଏହାର ସାକ୍ଷୀ ଅଟୁ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦ୍ୱାରା ଆପଣ ମଧ୍ୟ ଏହି ଅନୁଭବରେ ଜୀବନ ପ୍ରାପ୍ତ ହୁଅନ୍ତୁ, ଏହା ଆମର ପ୍ରାର୍ଥନା।